ପ୍ରେଜ୍ ଦ ଲର୍ଡ। ୱାର୍ଡ ଓସନ୍ ଚ୍ୟାନେଲରେ ସମସ୍ତ ଆପଣ ଜନମାନଙ୍କୁ ସ୍ୱାଗତ। ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ, ଭିଡ଼ିଓ ଗୁଡ଼ିକରେ ଲାଇକ୍ ଦିଅନ୍ତୁ, ଭିଡ଼ିଓ ଗୁଡ଼ିକରେ କମେଣ୍ଟ କରନ୍ତୁ ଏବଂ ଭିଡ଼ିଓ ଗୁଡ଼ିକ ବହୁ ମାତ୍ରାରେ ସେୟାର କରନ୍ତୁ। ତେବେ ଆଜି ଆମେ ପବିତ୍ର ବାଇବେଲର ଆଦି ପୁସ୍ତକର ତୃତୀୟ ଅଧ୍ୟାୟର 17ତମ ପଦଟି ଆଲୋଚନା କରି ବ୍ୟାଖ୍ୟା କରିବା ପାଇଁ ଯାଉଛନ୍ତି। ତେବେ ସୂଚନା ଅଛି, ଆଦି ପୁସ୍ତକ ଅଧ୍ୟାୟ 3 ପଦ ନମ୍ବର 17। ଆଉ ସେ ଆଦାମକୁ କହିଲେ, ଯେଉଁ ବୃକ୍ଷର ଫଳ ଖାଇବା ବିଷୟରେ ଆମ୍ଭେ ତୁମ୍ଭକୁ ଆଜ୍ଞା ଦେଇ କହିଥିଲୁ, ତାହା ଖାଇବ ନାହିଁ। ତୁମ୍ଭେ ଆପଣା ଭାର୍ଯ୍ୟାର କଥା ଶୁଣି ତାହା ଖାଇଅଛ। ଏଣୁ ତୁମ୍ଭ ସକାଶୁ ଭୂମି ଶାପଗ୍ରସ୍ତ ହେଲା। ତୁମ୍ଭେ ଯାବଜ୍ଜୀବନ କ୍ଲେଶରେ ତହିଁରୁ ଭକ୍ଷ୍ୟ ପାଇବ। ତେବେ କଣ କୁହାଯାଇଅଛି ନା, ଆଉ ସେ ଆଦାମକୁ କହିଲେ, ଅର୍ଥାତ୍ ସଦାପ୍ରଭୁ ପରମେଶ୍ୱର ଆଦାମକୁ କହିଛନ୍ତି। କଣ କହିଛନ୍ତି ନା, ଯେଉଁ ବୃକ୍ଷର ଫଳ ଖାଇବା ବିଷୟରେ ଆମ୍ଭେ ତୁମ୍ଭକୁ ଆଜ୍ଞା ଦେଇ କହିଥିଲୁ, ତାହା ଖାଇବ ନାହିଁ। ଅର୍ଥାତ୍ ଯେଉଁ ସତ୍ସତ୍ ଜ୍ଞାନଦାୟକ ବୃକ୍ଷର ଫଳକୁ ଆମ୍ଭେ ଆଜ୍ଞା ଦେଇ କହିଥିଲୁ, ଏହି ବୃକ୍ଷର ଫଳକୁ ତୁମେ ମାନେ ଖାଇବ ନାହିଁ। ତୁମେ କିନ୍ତୁ କଣ କଲ? ତୁମ୍ଭେ ଆପଣା ଭାର୍ଯ୍ୟା କଥା ଶୁଣି ତାହା ଖାଇଅଛ। ନିଜ ସ୍ତ୍ରୀ କଥା ଶୁଣି ଖାଇଅଛ ସେ ଗଛର ଫଳକୁ। ତାହାପରେ କଣ କୁହାଯାଇଅଛି? ଏଣୁ ତୁମ୍ଭ ସକାଶୁ ଭୂମି ଶାପଗ୍ରସ୍ତ ହେଲା। ତୁମ୍ଭେ ମୋ କଥା ନ ମାନି ମୋ ଆଜ୍ଞାକୁ ଅବଜ୍ଞା କରି ତୁମ୍ଭେ ସତ୍ସତ୍ ଜ୍ଞାନଦାୟକ ବୃକ୍ଷର ଫଳକୁ ଖାଇଲ। ତେଣୁ ଯାହା ଫଳରେ ଭୂମି ବା ମାଟି ସେ କଣ ହେଇଗଲା? ଶାପିତ ହେଇଗଲା ବା ଅଭିଶାପଗ୍ରସ୍ତ ହେଲା। କାରଣ ତୁମ୍ଭେ ଯେଉଁ ଫଳ ଖାଇଲ, ସେ ଫଳ ଖାଇବା ଦ୍ୱାରା ତୁମେ କଣ ହବ? ଜୀବନ ଏବଂ ମୃତ୍ୟୁକୁ ପାଇଲ। ଅର୍ଥାତ୍ ତୁମେ ତ ଜୀବନ ପାଇଥିଲ, କିନ୍ତୁ ତୁମେ ଆଉ ଅମର ହୋଇ ରହିଲ ନାହିଁ। ତେଣୁ ଏ ଭୂମି କଣ ହେଲା? ଶାପଗ୍ରସ୍ତ ହେଇଗଲା ବା ତୁମମାନଙ୍କୁ ଅଭିଶାପ ମିଳିଲା। ତେଣୁ ଏ ମାଟି ମଧ୍ୟ ଅଭିଶାପଗ୍ରସ୍ତ ହେଇଗଲା। ତୁମ୍ଭେମାନେ ଯେତେବେଳେ ସତ୍ସତ୍ ଜ୍ଞାନଦାୟକ ବୃକ୍ଷର ଫଳ ଖାଇ ଅମରରୁ ମରଣଶୀଳ ହେଲ, ତେବେ ତୁମ୍ଭ ଶରୀର ମାନ ସବୁ ମାଟିରେ ବିଭିନ୍ନ ଆକାରରେ ପତିତ ହେଲା। ଏବଂ ଏହା ହେଇ ଆସୁଛି ଏବଂ ହେବ ମଧ୍ୟ। ତେଣୁ ମାଟି ମଧ୍ୟ ଶାପଗ୍ରସ୍ତ ହୋଇଗଲା। ତେବେ ପୁଣି କଣ କୁହାଯାଇଅଛି ନା, ତୁମ୍ଭେ ଯାବଜ୍ଜୀବନ କ୍ଲେଶରେ ତହିଁରୁ ଭକ୍ଷ୍ୟ ପାଇବ। ତୁମ୍ଭେ ହେ ମନୁଷ୍ୟ, ତୁମ୍ଭେ ଜୀବନ ସାରା, ଯାବଜ୍ଜୀବନ ଅର୍ଥାତ୍ ଜୀବନ ସାରା କ୍ଲେଶରେ ଅର୍ଥାତ୍ ଅକ୍ଳାନ୍ତ ପରିଶ୍ରମ କରି ତହିଁରୁ ଅର୍ଥାତ୍ ସେହି ମାଟିରୁ ବା ଭୂମିରୁ ଭକ୍ଷ୍ୟ ପାଇବ। ଅର୍ଥାତ୍ ନିଜ ଖାଇବାକୁ ତମେ ଉପଜାଇବ ବା ତୁମେ ସେଠାରେ ଚାଷ କରିବ ବା ସେଠାରେ ତୁମେ କୃଷି କରିବ। କେମିତି କରିବ ନା, ପରିଶ୍ରମ କରିକି କରିବ। ତେବେ ଏଠାରେ ଅତି ସୁନ୍ଦର ଭାବରେ ଆଦି ପୁସ୍ତକର ତୃତୀୟ ଅଧ୍ୟାୟର 17ତମ ପଦଟି ଆଲୋଚନା ହୋଇ ବ୍ୟାଖ୍ୟା ହୋଇଯାଇଅଛି। ତେବେ ସମସ୍ତ ଆପଣା ଜନମାନଙ୍କୁ ଧନ୍ୟବାଦ।